प्रिय श्रोता बंधु आमे बुधवार पाई प्रस्तुत हेबा। बुधवार राशि नक्षत्र 27 नक्षत्र और 12 राशि रे आबद्ध थिबा समस्त जनता जानिया को पाइबे बुधवार सेवाना पाई केमिति जीव। 3 तारीख बुधवार मेष राशि अश्विन नक्षत्र राति 12:58 जाए शुभ। राजदंड भय आसीब। तमे मेष राशि जनता यह शुणी डरीगल कि नहीं? छाती रे हाथ दे कहनी तमे कौन सेमती किछि गुरुतर भूल करिच? जदि करिन डरुच कहीं? जे डरी जाए से हारी जाए, जे हारी जाए से मरी जाए। तेणु डरिबार कौन कारण नहीं। तेणु छाती रे हाथ रखी कहतु तो जे आपण गर्हित अपराध करिनाहांती, तेबे डर कहीं? कर्म फल स्वरूप अपराधी दंडित हेबो। जे निरपराध तापे भय कहीं? बस अन्यथा अपमानित होई पारंती। आज अपमान जोग अछि। एहा येणु नीरवता पालन करंतु। सबू शुणंतु, खूब कम कहंतु। देह ठीक रहिबो, आय अमल साधारण हेबो। आज संयमता ही मुख्य अस्त्र अटे। छाणी माणी कहानी चाहाणी सबुथिरे आपणकर टिके हस लगी रहू। चुप रहंतु, श्रृंखलित हंतु, किछि हेबनी। बस वृष राशि 3 तारीख बुधवार वृष राशि कृतिका नक्षत्र राति 12:58 जाए शुभ। महिला मानकर घात चंद्र आघात प्राप्ति होइबे। धक्का हेबार भय अछि। घरू बाहर को जातु नहीं। जान बाहनर व्यवहार कले विपदरे पड़िबे। घरे रहिले भी सावधानतार सह चल प्रचल हुंतु। कारण आज कलह होई पारे। केउठी बाड़े पिटी होई पारंती, झुंटी पारंती। क्षति हबो, शारीरिक क्षति आज हबो। यथा समय कौन से कार्य हेबनी। आय अमल जमा नुह। मिथुन राशि 3 तारीख बुधवार मिथुन राशि आर्द्रा नक्षत्र राति 12:58 जाए शुभ। महिला मानकर आज घात चंद्र प्रीति वृद्धि हेबार सुजोग आज आसीबो। आज घर को विभिन्न सूत्रु अर्थागाम हेबो। मूल उत्सरु तो आसीबो, माने आपण मानकर दैनंदिन वृत्तिर विकास हेबो। आय बढ़ी जीवो, अभाव दूर होई जीवो। शारीरिक दुख नहीं, सुख अछि। सुस्थ रहिबे, शांति पाइबे। मिथुन राशि। एबे सुनिबा कर्कट राशि 3 तारीख बुधवार कर्कट राशि पुष्या नक्षत्र राति 12:58 जाए शुभ। आज घातबार सुसंवाद प्राप्ति होई पारे। विधि विधान विचित्र से दाता से प्रसन्न हेले देबे। से आज देबे, आपण मानकु देबे। कर्कट राशि व्यक्ति को देबे। कौन देबे ना विविध लाभ वाणिज्यरु, कृषिरु, सेवारु, सहयोगरु, मित्रंक ठारू, स्वकर्मरु आज किछि मिलिबो। आमे समस्ते कर्मरे बंधा। आम कर्मानुसारे विधाता आज किछि भल विधान करिवे, किछि लाभ हेबो। देहपा ठीक रहिबो। देहपा ठीक रहिबो।
କୌଣସି ସମସ୍ୟା ହେବନି କି ଅଶାନ୍ତି ଜମା ପାଖକୁ ଆସିବନି। ସିଂହ ରାଶି 3 ତାରିଖ ବୁଧବାର ସିଂହ ରାଶି ମଘା ନକ୍ଷତ୍ରର ରାତି 12:58 ଯାଏ ଶୁଭ। ଋଣ ତାଗଦା ଆଜି ଶୁଣିବେ। ଯିଏ ଋଣଦାତା ସେ ଆସି ଆଙ୍ଗୁଠି ଦେଖେଇ ଧମକେଇ କହିବେ, ହଇ ହୋ ତମ ଦିନ କେବେ, ତମ କାଲି ମାନେ କ'ଣ? ମୋର କ'ଣ ପଚା ଅଣ୍ଡା ବିକ୍ରି ହେଇଥିଲା କି? ଆଜି ଏଠି କହିଦେଇ ଯାଉଛି, କାଲି କି କିନ୍ତୁ ମୋତେ ଖରାପ ଭାବିବନି। ହଁ, ମାନେ ଆଜି ଋଣଦାତା ତାଗଦା କରିବେ, କଟୁକ୍ତି ପ୍ରୟୋଗ କରିବେ। ଏବେ ଟିକେ ହୁସିଆର ରୁହନ୍ତୁ। ଏତିକି ଦୁଃଖ, ଆଉ କିଛି ନାହିଁ। ଯେଉଁମାନେ ଋଣ କରିଛନ୍ତି, ଧାର କରିଛନ୍ତି, ଉଦ୍ଧାର କରିଛନ୍ତି, ପରାଶ୍ରିତ, ସେଇମାନଙ୍କୁ ଆଜି ଋଣଦାତା ଟିକେ ଖରାପ ବ୍ୟବହାର ଜଣାଇବେ। ଅନ୍ୟାନ୍ୟ ମୌଳିକ କୌଳିକ ଆର୍ଥିକ ଓ ଲୌକିକ ସୁଖ ମିଳିବ। ପରୀକ୍ଷା ଫଳ ଭଲ ହେବ। ଏଇଠି କହିଦେଉଛି କି ଯେଉଁ ଯୁବକ ଯୁବତୀ ଇଣ୍ଟରଭ୍ୟୁ ଦେଇଛନ୍ତି ସେମାନଙ୍କ ରେଜଲ୍ଟ ଆଜି ବଢ଼ିଆ ହେବ, ଖୁସି ହେବେ। ବନ୍ଧୁମାନେ ପ୍ରଶଂସା କରିବେ। ପାରିବାରିକ ଶାରୀରିକ ଓ ସାମାଜିକ ସୁଖ ମିଳିବ। ବାସ୍। ଏବେ କନ୍ୟା କଥା। 3 ତାରିଖ ବୁଧବାର କନ୍ୟା ରାଶି ଉତ୍ତର ଫାଲ୍ଗୁନ ନକ୍ଷତ୍ରର ରାତି 12:58 ଯାଏ ଶୁଭ। ବିଫଳତାପୂର୍ଣ୍ଣ ଦିନ ଆଜି। ସବୁଥିରେ ବାଧା ବନ୍ଧନ ଭୟ। ବିଫଳତା। ଯୁଆଡ଼େ ଯିବେ, ଯେଉଁଠି ଯାହା ରଖିଥିବେ, ଗଲାବେଳେ ଖୋଜିଲା ବେଳେ ତା ମିଳିବନି। ତା ସ୍ଥାନାନ୍ତରିତ ହୋଇଯାଇଥିବ। ଏଇ ଟେବୁଲ ଉପରେ ମୁଁ ଚଷମା କଲମ ରଖି ସବୁ କାମ କରେ। ମୁଁ ଆଜି ବାହାରିବି ଯଦି ଏଠି ସେ ଚଷମା କଲମ ନେଇ ଆଉ କିଏ କେଉଁଠି ଥୋଇ ଦେଇଥିବ। ଘଡ଼ିଏ ଖୋଜିବି, ବିରକ୍ତି ହେବି। ମୋ ବିରକ୍ତ ମନୋଭାବକୁ ଦେଖି ସମସ୍ତେ ଖୋଜାଖୋଜି କରିବେ। ତାପରେ ମିଳିପାରେ ନ ମିଳିପାରେ। ଏଇଭଳି ଆଜି ଦିନ। କନ୍ୟା ରାଶିର ବାଧା ବନ୍ଧନ ଭୟ। ଯଥା ସମୟରେ କୌଣସି କାର୍ଯ୍ୟ ହେବନି। ରଖିଥିବା ଜିନିଷ ସ୍ଥାନାନ୍ତରିତ ହୋଇଥିବାରୁ ମନ ବିରକ୍ତ ଭାବ ଆସିବ। ତାହା ମିଳିବନି। ଦେହ ଅସୁସ୍ଥ ହେବ। ତେଣୁ ଦୂରଯାତ୍ରା ନିଷେଧ। କନ୍ୟା ପାଇଁ ଭଲ ଦିନ ନୁହେଁ। ତୁଳା ରାଶି 3 ତାରିଖ ବୁଧବାର ତୁଳା ରାଶି ସ୍ୱାତି ନକ୍ଷତ୍ରର ଶୁଭ। ପୁରୁଷମାନଙ୍କର ଘାତଚନ୍ଦ୍ର। ବନ୍ଧୁ ସାହାଯ୍ୟ ପାଇ ସମସ୍ୟାର ସମାଧାନ କରିପାରିବେ। ଅଭାବ ଅସୁବିଧାର ସମାଧାନ ସହଜରେ ହୋଇଯିବ। ଭଲ ରୋଜଗାର ହେବ। ଦୈନନ୍ଦିନ ବୃତ୍ତି ବ୍ୟବସାୟ ଓ ସେବାରୁ ଭଲ ଆୟ ହେବ। ସମସ୍ତ ସମସ୍ୟାର ସରଳ ସମାଧାନ ହେବାର ସୁଯୋଗ ଆସିବ। ଦେହ ପା ସୁସ୍ଥ ରହିବ। ଭାଇ ଭଉଣୀ ସମ୍ପର୍କ ଠିକ୍ଠାକ୍ ରହିବ। ଖାଇବା ଶୋଇବାର ମଜା ନେବେ ଆଜି ତୁଳା ରାଶି ଲୋକେ। ବିଛା ରାଶି 3 ତାରିଖ ବୁଧବାର ବିଛା ରାଶି ଅନୁରାଧା ନକ୍ଷତ୍ରର ରାତି 12:58 ଯାଏ ଶୁଭ। ଅସନ୍ତୋଷ ହେବେ। ଆପଣଙ୍କ ଜିଦ୍ଦି ଯୋଗୁଁ ଆଜି ମନ ଖରାପ ହେବ। ଏଥିପାଇଁ ଦାୟୀ ଆପଣଙ୍କ ମନ। ମନ ଆଜି ସନ୍ଦେହ ଦୃଷ୍ଟିରେ ସମାଜକୁ ଦେଖିବ। ଆୟ ଅମଳରେ ବାଧା ବନ୍ଧନ ନଥିଲେ ବି ମନ ପାଇଁ ବାଧା ବିଘ୍ନ ଦେଖାଦେବ। ଦେହ ପା ସୁସ୍ଥ ରହିବ। ରୁଚିକର ଖାଦ୍ୟ ମିଳିବ। ମାତ୍ର ସନ୍ତୋଷ ହେବେନି। ଆଜି ଅସନ୍ତୋଷ ହେବେ ସବୁଥିରେ ବିଛା ରାଶି ଲୋକେ। ଧନୁରାଶି 3 ତାରିଖ ବୁଧବାର ଧନୁ ରାଶି ମୂଳା ନକ୍ଷତ୍ରର ରାତି 12:58 ଯାଏ ଶୁଭ। ସଫଳତାର ଦିନ। ଯେଉଁଥିରେ ହାତ ଦେବେ ତାର ଲାଭ ପାଇବେ। ଆଉ ବହୁ ଦିନର ଅବଶୋଷ ଆଜି ମେଣ୍ଟିବ। ଦେହ ଠିକ୍ଠାକ୍ ରହିବ। ପୂର୍ବାପେକ୍ଷା ସୁନ୍ଦର ଓ
ବଳିଷ୍ଠ ଦିଶିବେ। ଆୟ ଅମଳରେ ବାଧାବିଘ୍ନ କିଛି ନାହିଁ, ବରଂ ଅଧିକ ସୁବିଧା ମିଳିବ, ସୁଯୋଗ ଆସିବ ଆୟ କରିବା ପାଇଁ, କୌଣସି ପ୍ରକାର ସମସ୍ୟା ନାହିଁ। ଭଲ ଦିନ, ଭଲ ଭୋଜନ ଶୟନର ସୁବିଧା ଅଛି। ଆଜି ପରୀକ୍ଷାର୍ଥୀମାନଙ୍କର ଫଳ ବାହାରିବ, ସେମାନେ ଖୁସି ହେବେ। ବହୁ ଧନୁରାଶିର ଲୋକେ ଆଜି ଏହି ଶୁଭ ଖବର ଈଶ୍ୱରଙ୍କୁ ଜଣାଇବେ, ମନ୍ଦିର ଯିବେ। ଭଲ ଦିନ। ମକର ରାଶି 3 ତାରିଖ ବୁଧବାର, ମକର ରାଶି ଉତ୍ତରାଷାଢ଼ା ନକ୍ଷତ୍ରର ରାତି 12ଟା 58 ଯାଏ ଶୁଭ। ଅପମାନ ପାଇପାରନ୍ତି ମକର ରାଶି ଲୋକଙ୍କ ପାଇଁ ଆଜି ଅପମାନ ହେବାର ଦୁର୍ଯୋଗ ଅଛି। ଦେହ ଅସୁସ୍ଥ ହେବ, ଗୁଡ଼ାଏ ଖର୍ଚ୍ଚ ହେବ। ଦୂରଯାତ୍ରାକୁ ନା କୁଆଡ଼େ ଯାଆନ୍ତୁନି। ଆୟ ଅମଳ ବାଟ ବନ୍ଦ। ସ୍ୱାସ୍ଥ୍ୟ ଓ ସମ୍ମାନ ପ୍ରତି ଆଜି ଟିକେ ଦୁର୍ଯୋଗ ଅଛି। ସ୍ୱାସ୍ଥ୍ୟ ହାନି ହେଇପାରେ, ସମ୍ମାନ ହାନି ହେଇପାରେ। ବନ୍ଧୁଙ୍କ ସହିତ ମନାନ୍ତର ମତାନ୍ତର ହୋଇପାରେ। ଏହା ଜାଣି ମକର ରାଶିର ଲୋକେ ବନ୍ଧୁ ଯାହା କହିଲେ ହଁ ମାରନ୍ତୁ, ନାଇଁ କହନ୍ତୁନି। ନହେଲେ ଆଗେ ହେବ ମତାନ୍ତର, ତାପରେ ମନାନ୍ତର, ତାପରେ ଯେଉଁ ଅଭଦ୍ର ଲୋକ ହେଇଥିବେ ଆପଣମାନେ, ଝଗଡ଼ା ହେବ। ହଁ, ସାବଧାନ। ଆଉ ବନ୍ଧୁଙ୍କ ସହିତ ମନାନ୍ତର ମତାନ୍ତର ହୋଇପାରେ। ସଞ୍ଚିତ ଧନ ସରିଯିବ। ଏଣୁ ଦୁର୍ଗା ଦୁର୍ଗା ବାରମ୍ବାର କହନ୍ତୁ। ମକର ରାଶି ଲୋକମାନଙ୍କୁ ପରାମର୍ଶ, ଦୁର୍ଗା ଦୁର୍ଗା ବାରମ୍ବାର କହନ୍ତୁ ଆଉ ହସନ୍ତୁ। କୁମ୍ଭ ରାଶି 3 ତାରିଖ ବୁଧବାର, କୁମ୍ଭ ରାଶି ଶତଭିଷା ନକ୍ଷତ୍ରର ରାତି 12ଟା 58 ଯାଏ ଶୁଭ। ପୁରୁଷଙ୍କର ଘାତଚନ୍ଦ୍ର, ଧନ ଲାଭ ଯୋଗ ଅଛି। ଦୈନନ୍ଦିନ ବୃତ୍ତି, ବ୍ୟବସାୟ, ସେବା ଓ ଚାଷର ବିକାଶ ହେବ। ଆଜି କୌଳିକ ମୌଳିକ ଲୌକିକ ଶାନ୍ତି ପାଇବେ। ଆର୍ଥିକ ବୌଦ୍ଧିକ ବିକାଶ ହେବ। ଦେହ ପାହା ସୁସ୍ଥ ରହିବ। ନୂତନ ଆୟ ମାର୍ଗ ମିଳିଯିବ। ପରୀକ୍ଷା ଫଳ ମନୋବୋଧ କରିଦେବ। ବୁଦ୍ଧି ବିବେକ ଓ ଶ୍ରମର ବିନିଯୋଗ କଲେ ଧନଲକ୍ଷ୍ମୀ ଆପଣଙ୍କ ପଛେ ପଛେ ଆସିବେ। ଘରେ ଧନ ଭରପୁର ହେବ। ଏଣୁ ବୁଦ୍ଧି ବିବେକର ବିନିଯୋଗ କରି ମାନସିକ ବା ଶାରୀରିକ ବା ଉଭୟ ଶ୍ରମ କରନ୍ତୁ। ଆଉ କିଛି କରିବେନି ମୋତେ ମିଳିଲାନି, ମୁଁ କ'ଣ କରିବି। ମୀନ ରାଶି 3 ତାରିଖ ବୁଧବାର, ମୀନ ରାଶି ଉତ୍ତର ଭାଦ୍ର ନକ୍ଷତ୍ରର ରାତି 12ଟା 58 ଯାଏ ଶୁଭ। ଖୁସି ଖବର ଶୁଣିପାରନ୍ତି। ଯେଉଁମାନେ କର୍ମଠ ଓ କର୍ମରଙ୍କ, ସେମାନଙ୍କୁ ଆଳସ୍ୟ ଡରେ। ଜାଣିଥିଲେ ନା ନାହିଁ? ଆଳସ୍ୟ କାହାକୁ ଡରେ? ଆଳସ୍ୟ ହେଉଛି ପ୍ରଧାନ ଶତ୍ରୁ ବ୍ୟକ୍ତିର ପ୍ରଧାନ ଶତ୍ରୁ, ପରମ ଶତ୍ରୁ ଆଳସ୍ୟ। ସେ କାହାକୁ ଡରେ? ଯେଉଁମାନେ କର୍ମଠ ଆଉ କର୍ମରଙ୍କ, ତାଙ୍କୁ ଆଳସ୍ୟ ଡରେ। ଧନଲକ୍ଷ୍ମୀ ଆଦର କରନ୍ତି। ଜଣେ ଡରେ, ଜଣେ ଆଦର କରେ। ସେ କିଏ? ଧନଲକ୍ଷ୍ମୀ ଆଦର କରନ୍ତି। ସେଇଥିପାଇଁ କୁହାଯାଇନି ଉଦ୍ଯୋଗିନ ପୁରୁଷ ସିଂହଂ ଉପେଇତି ଲକ୍ଷ୍ମୀ। ଯେଉଁ ପୁରୁଷ ଅର୍ଥ କ'ଣ ଏଠି ଖାଲି ଅନିପୁଅ? ନା, ପୁରୁଷ ଅର୍ଥ ମଣିଷ। ନାରୀ ପୁରୁଷ ଉଭୟଙ୍କୁ ପୁରୁଷ କୁହାଯାଏ। ଆମର ଜେନେରାଲ ସ୍କୁଲରେ ଝିଅ ପୁଅ ମିଶିକିରି ପଢ଼ନ୍ତିନି। ଅନେଇଛ କ'ଣ? କିନ୍ତୁ ଗାର୍ଲ ସ୍କୁଲରେ, ଓମେନ୍ସ କଲେଜରେ ଖାଲି ଝିଅ ଗୁଡ଼ା ପଢ଼ନ୍ତି। ମାଇପି କଲେଜ ଆଉ ଝିଅ ସ୍କୁଲରେ ଖାଲି ଝିଅ। କିନ୍ତୁ ଆମ ଜେନେରାଲ ସ୍କୁଲରେ, ଜେନେରାଲ କଲେଜରେ ପୁଅ ଝିଅ ମିଶିକିରି ପଢ଼ନ୍ତି। ତେଣୁ ପୁରୁଷ ଅର୍ଥ ପୁରୁଷ ଆଉ ନାରୀ। ନାରୀ ବୋଇଲେ କିନ୍ତୁ ପୁରୁଷ କଥା ଆସିବନି, ପ୍ରଶ୍ନ ଉଠିବନି। ସଂସ୍କୃତିରେ କୁହାଗଲା କ'ଣ? ମାତା ଚ ପିତା ଚ ପିତରଉ। ମାତରଉ ନୁହଁ, ପିତା ମାତା ଉଭୟଙ୍କୁ ପିତା କୁହାଯାଏ, ମାତା କୁହାଯାଏ ନା, ହେଲା। ହଁ, ତେଣୁ ଆଜି ଧନଲକ୍ଷ୍ମୀ କାହାକୁ ଦୟା କରିବେ? ନା ଉଦ୍ଯୋଗୀ ପୁରୁଷକୁ, ଉଦ୍ଯୋଗୀ ମଣିଷକୁ ଧନଲକ୍ଷ୍ମୀ ଆଦର କରନ୍ତି ବୋଲି କୁହାଯାଏ। ଉଦ୍ଯୋଗିନ ପୁରୁଷ ସିଂହ ଉପେଇତି ଲକ୍ଷ୍ମୀ।
ଆଉ ଆଜି ମୀନ ରାଶିର ଏହିପରି ଲୋକେ ଯେଉଁମାନେ ଉଦ୍ୟୋଗୀ ପୁରୁଷ ଆଜି ସେମାନଙ୍କୁ ବିପୁଳ ରୋଜଗାର ହେବାର ସୁଯୋଗ ଆସିବ। କର୍ମକ୍ଷେତ୍ର ଏମାନଙ୍କୁ ଧନ ସମ୍ମାନ ଆଦର ଆଦି ଯୋଗାଇ ଦେବା ପାଇଁ ଚାହିଁ ବସିଛି। କେବଳ ଉପଯୁକ୍ତ ବୁଦ୍ଧି ବିବେକ ଶ୍ରମର ବିନିଯୋଗ କରିପାରିଲେ ମୁଠା ମୁଠା ପୁଳା ପୁଳା ଧନ ଘରକୁ ଆଣିବେ। ଦେହ ସୁସ୍ଥ ରହିବ, ଶାନ୍ତି ସୁଖରେ ସମୟ କଟିବ। ବଢ଼ିଆ ଦିନ, ଉଦ୍ୟୋଗୀ ହୁଅନ୍ତୁ ନା। ହଁ ବନ୍ଧୁ, ଆଜି ଆମେ ଏଇଠି ରହିବା। ଈଶ୍ୱର ଚାହିଁଲେ କାଲି ପୁଣି ଦୁଃଖ ସୁଖ ହେବା। ନମସ୍କାର।